ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଦିଲ୍ଲୀରେ ହାଉଜ ଖାସ୍ ଠାରେ ଥିବା ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ବହନ କରି ଆସୁଥିବା ଶ୍ରୀ ନୀଳାଞ୍ଚଳ ସେବା ସଂଘ ପକ୍ଷରୁ ଦେଶର 79ତମ ସ୍ୱାଧୀନତା ଦିବସ ଗତକାଲି ବେଶ୍ ଉତ୍ସାହ ସହକାରେ ଅନୁଷ୍ଠିତ ହୋଇଥିବା ଦେଖାଦେଇଥିଲା। ମନ୍ଦିର ସଂଲଗ୍ନ ବଗିଚା ପରିସରରେ ପୂର୍ବାହ୍ନରେ ଆୟୋଜିତ ଏହି ଉତ୍ସବରେ ଶ୍ରୀ ନୀଳାଞ୍ଚଳ ସେବା ସଂଘ ତଥା ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ଆମମାନଙ୍କ ପାଇଁ ଗର୍ବ ଓ ଗୌରବ ଦିନ ଓ ତ୍ରିରଙ୍ଗା ଆମର ଏକତାର ପ୍ରତୀକ ବୋଲି କହିବା ସହ ଯେଉଁ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କ ଦେଶ ପ୍ରେମ ନିଷ୍ଠା ତ୍ୟାଗ ଓ ପ୍ରଚେଷ୍ଟା ବଳରେ ଆଜି ଦେଶ ସ୍ୱାଧୀନତା ପାଇଛି ସେମାନେ ଆମମାନଙ୍କ ସଦାସର୍ବଦା ସ୍ମରଣୀୟ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କର ମିଳିତ ଉଦ୍ୟମ ଓ ସହଯୋଗର ଆବଶ୍ୟକତା ରହିଛି ବୋଲି ଶେଷରେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟର କେଉଁଝର ଜିଲ୍ଲା ଆନନ୍ଦପୁରରୁ ଆସିଥିବା ବୀଣାପାଣି କଳା ନିକେତନର ନୃତ୍ୟଗୁରୁ ପାର୍ଥସାରଥୀ ଦାସଙ୍କ ନିର୍ଦ୍ଦେଶନାରେ ନୃତ୍ୟଶିଳ୍ପୀ ମନିକା ଦାସ ଦୁର୍ଗାରାଣୀ ପ୍ରିୟଙ୍କା ପ୍ରମୁଖ ଦେଶଭକ୍ତି ଦେଶପ୍ରେମ ଓ ଆମ ବୀର ଯବାନମାନଙ୍କ ସାହସିକତାର କାହାଣୀକୁ ନେଇ ପ୍ରସ୍ତୁତି ଆମେ ବୀର ଯବାନଙ୍କ ନୃତ୍ୟ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ। ନୃତ୍ୟଶିଳ୍ପୀମାନଙ୍କ ନିଖୁଣ ଅଭିନୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ଶେଷରେ ମନ୍ଦିର ସମ୍ପାଦକ ଶ୍ରୀ ପ୍ରଧାନ ନୃତ୍ୟଶିଳ୍ପୀମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ଏହି ଉତ୍ସବରେ ମନ୍ଦିର ସଭାପତି ବିଘ୍ନେଶ୍ୱର ରାଉତ ଉପସଭାପତି ଗଜେନ୍ଦ୍ର ସାମନ୍ତ କ୍ଷୀରୋଦ ପାତ୍ର ଅଜୟ ପ୍ରଧାନ ପ୍ରଦୀପ ସ୍ୱାଇଁଙ୍କ ସହ ମନ୍ଦିରର ପ୍ରମୁଖ ସ୍ୱେଚ୍ଛାସେବୀ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ମନ୍ଦିରର ମୁଖ୍ୟ ପରିଚାଳନା ରଶ୍ମି ରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ସହ ପରିଚାଳକ ଶଶିକାନ୍ତ ସହଯୋଗ କରିଥିଲେ। ଦିଲ୍ଲୀରୁ ଲକ୍ଷ୍ମୀନାରାୟଣ ବେବର୍ତ୍ତାଙ୍କ ରିପୋର୍ଟ ଓମ୍ ଟିଭି ଓଡ଼ିଶା।